সারাদিন মান শুনিয়া নাদি সঙ্গীত গান সবার সঙ্গে যেন বিরত তোমার মঙ্গল বাজে। ସମସ୍ତଙ୍କୁ ସୁପ୍ରଭାତ। ନବବସନ୍ତର ଆଜି ଏହି ଶୀତୁଆ ସକାଳରେ ଆଦ୍ୟ ପ୍ରଭାତରେ ଉପସ୍ଥିତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ଆମେ ତୈତ୍ତିରୀୟ ଉପନିଷଦର ବ୍ରହ୍ମାନନ୍ଦ ବଲ୍ଲୀ ଅଧ୍ୟୟନ କରୁଛୁ। ଏହି ବ୍ରହ୍ମାନନ୍ଦ ବଲ୍ଲୀକୁ ଅଧ୍ୟୟନ କରିବା ପୂର୍ବରୁ ଆମେ ସେହି ପରମ ବୀଜ ପରମାତ୍ମାଙ୍କ ଓଁକାର ଧ୍ୱନିକୁ ଆମେ ସମବେତ ଭାବରେ ଉଚ୍ଚାରଣ କରିବା ଏବଂ ସେହି ପରମ ଜ୍ଞାନର ଜ୍ୟୋତିକୁ ଆହ୍ୱାନ କରିବା। ସେ ଆମକୁ ସାମର୍ଥ୍ୟ ଦିଅନ୍ତୁ, ଶକ୍ତି ଦିଅନ୍ତୁ, ଆମେ ଯେପରି ତାଙ୍କୁ ଅନୁଭବ କରିପାରୁ ଏବଂ ତାଙ୍କ ଜ୍ଞାନ ଦ୍ୱାରା ତାଙ୍କୁ ହିଁ ଆମେ ଆଲୋଚନା କରିପାରୁ। ଆମେ ସମବେତ ଭାବରେ ଓଁକାର ଉଚ୍ଚାରଣ କରିବା। हे परमोच्च प्रभु चिरंतन सत्य, आमे केवल तुमरी आज्ञाबह होई उठू ओ सत्यर विधान को आश्रय करी जीवन धारण करू। आजिर এই ନିରବିତ ସକାଳରେ ଉପନିଷଦର ଏକ ବିସ୍ତୃତ ଜ୍ଞାନର ସମୁଦ୍ର ଭିତରକୁ ସମସ୍ତଙ୍କୁ ଆହ୍ୱାନ କରୁଛି। ମନ୍ତ୍ରଦ୍ରଷ୍ଟା ଗୁରୁ ବ୍ରହ୍ମଙ୍କ ସମ୍ବନ୍ଧରେ ପରିଚୟ ପ୍ରଦାନ କରିବା ସହ ବ୍ରହ୍ମ ପ୍ରାପ୍ତି ଓ ବ୍ରହ୍ମଙ୍କ ଅବସ୍ଥାନ ସମ୍ପର୍କରେ ସବିଶେଷ ବ୍ୟାଖ୍ୟା କରିବା ସହ
ବ୍ରହ୍ମଙ୍କ ପ୍ରାପ୍ତି ଦ୍ୱାରା ମଣିଷ କିପରି ସେ ଜ୍ୟୋତିର୍ମୟ ଅନନ୍ତ ବ୍ରହ୍ମଙ୍କୁ ପ୍ରାପ୍ତ କରିପାରିବ, ଏ ବ୍ରହ୍ମ ପ୍ରାପ୍ତି ସହ ସେ ସମସ୍ତ ଭୋଗବସ୍ତୁର ମାଲିକ ମଧ୍ୟ ହୋଇପାରିବ। ଏହିସବୁକୁ ଉପସ୍ଥାପନା କଲେ। ଏହାପରେ ସେହି ପରମ ବ୍ରହ୍ମ ନିଜର ଅନନ୍ତ, ସେହି ସତ୍ୟମୟ, ସେ ଅନନ୍ତ ଜ୍ଞାନମୟ, ସେ ଅନନ୍ତ ଆନନ୍ଦମୟ ଆକାଶରୁ ସେ ସ୍ତର ପରେ ସ୍ତରେ ଅତିକ୍ରମ କରି ସ୍ଥୂଳ ପୃଥିବୀରେ ରୂପାନ୍ତର ହେଲେ। ଏହା ସହିତ ସେ ସେହି ସ୍ଥୂଳ ଜଡ଼ଜଗତରୁ ବନସ୍ପତି ରୂପରେ, ଅନ୍ନମୟ ରୂପରେ ରୂପାନ୍ତରିତ ହେଲେ, ଯାହା ପରମଙ୍କର ଏକ ଚୂଡ଼ାନ୍ତ ପରିପ୍ରକାଶ। ତାଙ୍କର ଏହି ଚୂଡ଼ାନ୍ତ ସ୍ଥୂଳ ପରିପ୍ରକାଶଟି କିପରି ଅଜ୍ଞାନମୟ ଓ ବିଶୃଙ୍ଖଳିତ ହୋଇକି ରହିଛି, ସେ ଯାନ୍ତ୍ରିକତା ହୋଇକି ରହିଛି, ତାଙ୍କର ଏହି ଯାନ୍ତ୍ରିକତା ଦ୍ୱାରା ସେ ଅତି ନମନୀୟ, ଅତି ଅପରିବର୍ତ୍ତନୀୟ ହୋଇ ରହିଛନ୍ତି। ଶୁଭୁଛି ନା? ସମସ୍ତଙ୍କୁ ଶୁଭୁଛି? ଆଜ୍ଞା ଆଜ୍ଞା। ତାଙ୍କର ସେହି ଜଡ଼ଭୂମିରୁ ସେ ନିଜେ ପରିବର୍ତ୍ତିତ ହୋଇ ସେ ଆନନ୍ଦମୟ ଭୂମି ପର୍ଯ୍ୟନ୍ତ ସେ ନିଜକୁ ରୂପାନ୍ତର କରି ଚାଲିଛନ୍ତି, ପରିବର୍ତ୍ତନ କରି ଚାଲିଛନ୍ତି। ସେ ବିଷୟରେ ଆମେ ଅଧ୍ୟୟନ ଆଲୋଚନା କରିବା। ସେ ଅନ୍ନମୟ କୋଷ ଭିତରୁ ସେ ପ୍ରାଣମୟ କୋଷ ଆତ୍ମା ରୂପରେ ପ୍ରକାଶ ହୋଇ ପ୍ରାଣର ଶକ୍ତି ଦ୍ୱାରା ନିଜର କାୟ ବିସ୍ତାର କରିବାକୁ ଲାଗିଲେ। ପ୍ରାଣ କିନ୍ତୁ ଜାଣେନି ସେ ନିଜେ ଯେ ପରମ ଅଭିବ୍ୟକ୍ତି, ପରମଙ୍କର ଏକଥା ସେ ଜାଣେ ନାହିଁ। ସେ ପ୍ରକୃତିର କ୍ରୀଡ଼ନକ ହୋଇ ପ୍ରକୃତିର ଇଚ୍ଛା ଅନୁସାରେ ଏକ ପ୍ରାଣିକ ଜୀବସତ୍ତା ରୂପରେ ପ୍ରକୃତିର ପ୍ରବୃତ୍ତି ଅନୁସାରେ ନିଜକୁ ଉପସ୍ଥାପିତ କରି ଚାଲିଛି। ପ୍ରାଣର ସ୍ତରର ଯେତିକି ବିକାଶ ସମ୍ଭବ, ତାର ସେ ଚୂଡ଼ାନ୍ତ ସ୍ତରରେ ପହଞ୍ଚିବା ପରେ ପ୍ରାଣର ଆତ୍ମା ରୂପରେ ବିଦ୍ୟମାନ ଥିବା ସେ ମନୋମୟ ପୁରୁଷ ପ୍ରାଣର ସୀମିତତାର ପ୍ରାଚୀରକୁ ଭାଙ୍ଗି ସେ ନିଜେ ସେ ମନୋମୟ ପୁରୁଷ ପରିପ୍ରକାଶ ହେଲେ ଏବଂ ମାନବ ରୂପରେ ଏ ଜଗତରେ ଏକ ଭିନ୍ନ ତାଙ୍କର ଏକ ପରିପ୍ରକାଶ। ଆମେ ଯେତେବେଳେ ଚିନ୍ତା ଓ ଚେତନା ଏହି ମନୋଭୂମିରେ ନିଜକୁ ପ୍ରକାଶ କରିବାକୁ ଲାଗିଲା, ତାହାରି ମାଧ୍ୟମରେ ସେ ମାନବ ତା ଚିନ୍ତା ଓ ଚେତନା ରାଜ୍ୟରେ ଏକ ଚିନ୍ତାଶୀଳ, ଜଣେ ବୁଦ୍ଧିଶୀଳ, ଜଣେ ବିଚାରଶୀଳ ପଶୁ ଭାବରେ ସେ ଆବିର୍ଭାବ ତାର ଘଟିଛି। ସେ ମୁଖ୍ୟତଃ ଏକ ଚେତନାଶୀଳ ଜୀବ, ସେ ଏକ ମନସ୍ତାତ୍ତ୍ୱିକ ସତ୍ତା। ସେ ଦେଖିପାରେ ବିବିଧତାକୁ ଏବଂ ବିବିଧତା ଭିତରୁ ନିଜକୁ ବୁଝିବାକୁ ଚେଷ୍ଟା କରେ, ଜାଣିବାକୁ ଚେଷ୍ଟା କରେ, ତନ୍ନ କରି ସବୁ କଥାକୁ ବୁଝିବାକୁ ଚାହେଁ, ଜାଣିବାକୁ ଚାହେଁ। ସେଥିପାଇଁ ମନଶୀଳ ମଣିଷ ହିଁ ଜ୍ଞାନର ପରିସରକୁ ଏଠି ବୃଦ୍ଧି କରିବା ପାଇଁ ସ୍କୁଲ, କଲେଜ, ଡାକ୍ତରଖାନା, ବିଭିନ୍ନ ବିଜ୍ଞାନ ସରଞ୍ଜାମ ଏସବୁକୁ ଉଦ୍ଭାବନ କରିଛି। ସେ ମୂଳତଃ ସେ ଜ୍ଞାନର ଗୋଟେ ସୀମାକୁ ଦ୍ୱାରା ସେ ସନ୍ତୁଷ୍ଟ ନୁହେଁ, ମନର ନିଜର ପରିଧିର ସନ୍ତୁଷ୍ଟ ନୁହେଁ। ତେଣୁ ସେ ଅଧିକ କିଛି ହେବା ପାଇଁ ସେ ନିଜ ପରିସରକୁ ବଢ଼େଇକିରି ସେ ନିଜକୁ ମନକୁ ସେ ପରିଚାଳିତ କରି ଆଗକୁ ଠେଲିବା ପାଇଁ ତା ପାଖରେ ଅନେକ ଉପାଦାନ ସବୁ ରହିଛି। ମନ ଭିତରେ ତାର ଚିତ୍ତ ରହିଛି, ତାର ବୁଦ୍ଧି ରହିଛି, ତାର ଅହଙ୍କାର ରହିଛି। ଏଇ ମନ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ନିଜକୁ ପରିପ୍ରକାଶ କରିପାରି ନାହିଁ। ସେ ଯେହେତୁ ଜଡ଼ ପ୍ରାଣରୁ ଉଦ୍ଭବ ହେଇଛି, ତେଣୁ ମନ ଆଜି ପର୍ଯ୍ୟନ୍ତ ଶାରୀରିକ
अप्राणिक होइकी रहिछि। से प्राणिक अनुशासन को और प्राणर दाबी को से पूरण करने पाई तार जो महत्तर उपादान चित्त बुद्धि अहंकार एमान ताको साहाय्य करुछंती। तेणु मन एटी गोटे रुग्ण होइकी रहिछि, प्राणिक होइकी रहिछि, शारीरिक होइकी रहिछि। से तार सीमा को से देखि पारु नाही एवं से तार से सीमाबद्ध प्राचीर भितरे से इंद्रिय द्वारा से प्राणर और शरीर दाबी को पूरण करने सदाबले कार्यरत रहुछि। से जेपर्यंत निजको प्राण ठारू स्वतंत्र न करिछि ता प्राणिक भूमि निजको यदि उत्तरण न करुछि मन निजर संपूर्ण विकास करि परिबो नाही। एणु मन निजको स्वतंत्र करने तार एकमात्र कार्य है जे इंद्रिय मानकर दुरात्म उपरे से लगाम दब और विक्षिप्त चित्त और बुद्धि को नीरव करिवो। या सहित मनर विकास पाई और तार शुद्धता पाई से परमा शक्ति को आह्वान करुछि। एणु से रुचा अर्थात मंत्र शक्ति को आह्वान करुछि, आस्पृहा करुछि एवं सेई ऋग्वेदर रुचा आउ यजुर्वेदर रुचा, सामवेदर रुचा, अथर्ववेदर रुचा से परम को आस्पृहार करिवारे से परम शांत हब, श्रृंखलित हब, शुद्ध हटिब एवं से तार सीमा को अतिक्रमण करिवो। मनर गोटे सबुठ बड़ कार्य रोचे से निजको मनन करिवो। मंत्र ही से मनन करिवार गोटे माध्यम। तेणु उपनिषदर गुरु माने से परम को प्राप्त करिवा पाई मंत्र द्रष्टा साजिथिले, मंत्र को आह्वान करथिले। आमे से मंत्र से ऋषि मानकर मंत्र को मंत्र द्वारा आमे मध्य आलोकित हवा एवं से मन तार सीमा को अतिक्रम करने पाई से दुईटी पद्धति को अवलंबन करे जद्वारा ता मन शांत हुए, अंत शुद्धि घटे। गोटे है से जाने जे परम अछंती तार अंतर भितरे, तार अंतर गौहर भितरे, अंत आकाश भितरे से अंतर गौहर गुप्त भाव थिबा से परमंक प्रति से मनोनिवेश करे। आउ मन ताक मनन चिंतन गवेषणा यज्ञकर्म तार जो तपकर्म यही पानक द्वारा से निजक विस्तार करुछि एवं विश्व मन सहित युक्त करुछि। से मन निजको अंतर्मुखी करिछि एवं अंतर्मुखी द्वारा से अंतरस्थ गौह परमात्मांकर सहित से एकात्म करुछि। या सहित से तांकर जे से परमंक जो विश्व परिप्रकाश सहित से निजर निजको कौन ना प्रसारित करिकरी से विश्व मन सहित युक्त करुछि, विश्वात्मा सहित से युक्त होछि। यह द्वारा मनर निजर भूमिर गोटे परिपूर्णता आसिबो। बुद्धि परम सहित युक्त होई गोटे ज्ञान पाई एक विशाल क्षेत्रटे प्रस्तुत करिवो एवं यही विशाल क्षेत्र को प्रस्तुत करने सह बुद्धि से परम को प्रतिनियत आह्वान करिवो। मन तार चरम सीमार पहुँचला परे से मन आकाश को पूर्ण करिवो। से मनर जो आत्मा से होचंती विज्ञानमय पुरुष। से विज्ञानमय पुरुष जार मस्तिष्क होचंती श्रद्धा, ऋत होची दक्षिण पक्ष, सत्यम होचंती उत्तर पक्ष, जग होचंती तांकर आत्मा एवं महत्तर बा महत् महजगत तांकर पुच्छ। श्री अरविंद ए विज्ञानमय जगत को से बा विज्ञानमय स्तर को से दि एसेंशियल स्टेज बोली कहउछंती एवं सेटा होची गोटे ब्राह्मीण कन्सियसनेस। विज्ञानमय स्तरटा होची सत्यम रूतमं बृहत्र अवस्थान सेठी
ସତ୍ୟମ୍ ରୂତମ୍ ବୃହତ୍ ରୂପରେ ସେ ନିଜକୁ ସେଇଠି ଐକ୍ୟକ ରୂପରେ ସେ ଜ୍ଞାନ ମାଧ୍ୟମରେ ସେ ବିଦ୍ୟମାନ ଅଛନ୍ତି ଜ୍ଞାନ ଜଗତରେ। ଆଉ ଭୌତିକ ଜଗତ ଆଉ ଅତି ଭୌତିକ ଜଗତର ସେହି ସ୍ଥାନରେ ମିଳନ ଘଟିଛି। ତେଣୁ ଶ୍ରୀ ଅରବିନ୍ଦ ତାକୁ ବ୍ରାହ୍ମୀନ୍ କନସିୟସନେସ୍ କହୁଛନ୍ତି। ଆମେ ଅନ୍ନରୁ ମନ ପର୍ଯ୍ୟନ୍ତ ଏଇ ଚେତନା ଅଜ୍ଞ ହେଇକି ରହୁଛି, ସେ ବ୍ରହ୍ମନ୍ କନସିୟସନେସ୍ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ, ଜାଣିନାହିଁ। କିନ୍ତୁ ଯେତେବେଳେ ସେ ବ୍ରହ୍ମୀନ୍ କନସିୟସନେସ୍ରେ ପହଞ୍ଚିବ, ସେତେବେଳେ ତାର ସେ ମନ ପ୍ରାଣ ଏବଂ ଶରୀରର ଯେଉଁ ଜୀବନଟା ହେଉଛି ଇମ୍ପରଫେକ୍ସନ୍ ଲାଇଫ୍, ଇନସିକ୍ୟୁର୍ଡ ଲାଇଫ୍, এই ইনସିକ୍ୟୁର୍ଡ ଲାଇଫ୍ ବା ଇମ୍ପରଫେକ୍ସନ୍ ଲାଇଫ୍କୁ ଅତିକ୍ରମ କରି ଗୋଟେ ଅମୃତମୟ ଜୀବନ, ଏକ ଶାନ୍ତମୟ, ଏକ ଆନନ୍ଦମୟ ଜୀବନ ପାଇଁ ସେ ନିଜକୁ ପ୍ରସ୍ତୁତ କରିବ। ମନ ଅତି ବେଶୀରେ ସେ ଗୋଟେ ମୋରାଲ୍ ଭ୍ୟାଲୁ ଦ୍ୱାରା, ଗୋଟେ ନୈତିକ ମୂଲ୍ୟବୋଧକୁ ନେଇକରି ସେ ନିଜକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରିଛି, ନମନୀୟ କରିବାକୁ ଚେଷ୍ଟା କରିଛି। ସେ ତାର ସଂକୀର୍ଣ୍ଣ ସୀମାକୁ ଅତିକ୍ରମ କରିବାକୁ ଇଚ୍ଛା କରିଛି। କିନ୍ତୁ ସେ ମରା ସେଇ ଗୋଟେ ଐକ୍ୟ ଚେତନା ବା ବ୍ରାହ୍ମୀନ୍ କନସିୟସନେସ୍ରେ ପହଞ୍ଚି ପାରୁନାହିଁ। ଏହାଦ୍ୱାରା ତାର ଭିତରେ ଥିବା ଯେଉଁ ଚୈତ୍ୟାଗ୍ନିଟି ନିଶ୍ଚିତ ଆଗକୁ ଯିବାକୁ ଇଚ୍ଛା କରୁଛି ବା ଠେଲୁଛି। ଏବଂ ଯେତେବେଳେ ସେଇ ତାର ସୀମାକୁ ସେ ଅତିକ୍ରମ କରିଯିବ, ସେ ବ୍ରହ୍ମୀନ୍ କନସିୟସନେସ୍ରେ ପହଞ୍ଚିବ। ଯେ କନସିୟସକୁ କହୁଛନ୍ତି ଦ୍ୟାଟ୍ କନସିୟସନେସ୍ ଇଜ୍ ଦି ମାଇଣ୍ଡ ଅଫ୍ ଆୱାର ମାଇଣ୍ଡ, ସେନ୍ସ ଅଫ୍ ଆୱାର ସେନ୍ସ, ସ୍ପିଚ୍ ଅଫ୍ ଆୱାର ସ୍ପିଚ୍, ଲାଇଫ୍ ଅଫ୍ ଆୱାର ଲାଇଫ୍। we arriving at that, we arrive at self। ସେହି ସ୍ତରରେ ଯେତେବେଳେ ପହଞ୍ଚୁଛେ, ସେତେବେଳେ ହିଁ ପୂର୍ଣ୍ଣ ଆତ୍ମସ୍ତରରେ ପହଞ୍ଚୁଛେ। ତେଣୁ ସେଇଠି ଶ୍ରଦ୍ଧା, ଗୋଟେ ସେଲ୍ଫ କନଫିଡେନ୍ସ, ଗୋଟେ ଆତ୍ମ ଉପଲବ୍ଧିର ସ୍ତରରେ ଆମେ ପହଞ୍ଚୁଛେ। ଶ୍ରୀ ଅରବିନ୍ଦ କହୁଛନ୍ତି, ଗୋଟେ ଅଣିଦେବ କହୁଛନ୍ତି, we renounced ourselves in order to find ourselves। ଆମେ ଯେତେବେଳେ ନିଜକୁ ଅତିକ୍ରମ କରିଯିବା, ସେତେବେଳେ ନିଜକୁ ହିଁ ପ୍ରାପ୍ତ କରିପାରିବା। ଏବଂ ଆମେ ପଢ଼ୁଥିଲୁ, ତାପରେ ଯେତେବେଳେ ବିଜ୍ଞାନମୟ ଚେତନା ବିଜ୍ଞାନମୟ ସ୍ତରକୁ ଅତିକ୍ରମ କରିଯିବ, ସେତେବେଳେ ମଣିଷ ବିଜ୍ଞାନମୟ ସ୍ତରର ଏକ ଆତ୍ମା, ସେ ହେଉଛନ୍ତି ଆନନ୍ଦମୟ ସ୍ତର। ସେଇଠି ଯାଇକି ମଣିଷ ପହଞ୍ଚିବ ଏବଂ ସେଇ ଆନନ୍ଦ ହିଁ ସେ ହେଉଛନ୍ତି କାରଣମୟ ସ୍ତର ବା ସୂକ୍ଷ୍ମ ସ୍ତର। ଏବଂ ସେହି ସ୍ତରରେ ସେ ବୃହତଙ୍କ ସହିତ ସାକ୍ଷାତ ହେବ। ସେ ଆନନ୍ଦ ଅନ୍ନରୁ ବ୍ରହ୍ମ ପର୍ଯ୍ୟନ୍ତ ବା ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ତାଙ୍କର ବ୍ୟାପ୍ତି ରହିଛି। ସେଥିପାଇଁ ସେ କହୁଛନ୍ତି ଯେ ଆନନ୍ଦମୟ ସ୍ତରଟାର ତାର ଯେଉଁ ବିସ୍ତୃତ ଶରୀର, ସିଏ ପ୍ରିୟମେବ ଶିର, ମଦ ଦକ୍ଷିଣ ପକ୍ଷ, ପ୍ରମୋଦ ଉତ୍ତର ପକ୍ଷ, ଆନନ୍ଦ ଆତ୍ମା, ବ୍ରହ୍ମଂ ପୁଚ୍ଛଂ ପ୍ରତିଷ୍ଠା। ସେ ବ୍ରହ୍ମୀନ୍ ସ୍ଥିତିରେ ସେ ଆନନ୍ଦମୟ ପୂର୍ଣ୍ଣ ଆନନ୍ଦ ସେଇଠି ରହିଛି। କିନ୍ତୁ ସେ ତା ଶରୀରଟା କଥା କହିଲେ ଯେ ଶରୀର ହେଉଛି ତା ପ୍ରେମ ଏବଂ ମଦ, ଏଇ ସୁଖ, ଇନ୍ଦ୍ରିୟ ସୁଖ ଦକ୍ଷିଣ ପକ୍ଷ, ପ୍ରମୋଦ ଉତ୍ତର ପକ୍ଷ, ଏଗୁଡ଼ା ସବୁ ହେଉଛି ଇନ୍ଦ୍ରିୟଗତ ସୁଖ, ମଦ ପ୍ରମୋଦ। ତେଣୁ ଅନ୍ନମୟ ସ୍ତର ଭିତରେ ମଧ୍ୟ ଆନନ୍ଦମୟ ସ୍ଥିର ଥିଲେ, ସେ ସଂକୀର୍ଣ୍ଣ ରୂପରେ ଥିଲେ, ସେ ଇମ୍ପିଓର ରୂପରେ ଥିଲେ। ତେଣୁ ଆନନ୍ଦଟା ଅନ୍ନମୟ ସ୍ତରରୁ ବ୍ରହ୍ମଣ ସ୍ତର ପର୍ଯ୍ୟନ୍ତ, ପରମାନନ୍ଦ ସ୍ତର ପର୍ଯ୍ୟନ୍ତ ବ୍ୟାପିକରି ରହିଛି। ଏବଂ ବ୍ରହ୍ମସ୍ଥିତିରେ ହିଁ ତାର ମିଳନ ଘଟୁଛି। ଏବଂ ସେଇ ବିଜ୍ଞାନମୟ ସ୍ତର, ବିଜ୍ଞାନମୟ ଭିତରେ ସେଇ ପୂର୍ଣ୍ଣ ଆନନ୍ଦମୟ, ଏବଂ ସେଇ ଆନନ୍ଦ ଏକ
କ'ଣ ନା ଅଭିଜ୍ଞ ଆନନ୍ଦ, ତା ବିଷୟରେ ଆମେ ପ୍ରାୟ ଜାଣିନୁ। ଏବଂ ସେ ଆନନ୍ଦ, ସେ ମୂଳ ଆନନ୍ଦ, ଯେଠି ସଚ୍ଚିତ୍ ଆନନ୍ଦ ସେ ବିଦ୍ୟମାନ ଅଛନ୍ତି, ସେ ଅନ୍ନଏବୁଲ୍ ପାଖରେ ଆମେ ପହଞ୍ଚିବା। ଏଥିପର୍ଯ୍ୟନ୍ତ ଆମେ ଆଲୋଚନା କରୁଥିଲୁ। ତାପରେ ସେ ଅନୁବାକ 6ରେ ସେ କହୁଛନ୍ତି ଅସନ୍ନେବ ସଭବତି ଅସଦ୍ ବ୍ରହ୍ମେତି ବେଦ ଚେତ୍ ଅସ୍ତି ବ୍ରହ୍ମେତି ଚଦ୍ବେଦ ସନ୍ତମେନଂ ତतो ବିଦୁରିତି ତସ୍ୟୈଷ ଏବ ଶରୀର ଆତ୍ମା ୟ ପୂର୍ବସ୍ୟ। ଏଇଠି ସେ କହୁଛନ୍ତି ସୁନ୍ଦର ଭାବରେ ଅସନ୍ନେବ ସଭବତି ଅସତ୍ ଭବତି ଚେତ୍ ବେଦ, ବେଦ ଚେତ୍, ବେଦ ଚେତ୍, ଚେତ୍ ଅର୍ଥ ଯଦି, ଅସତ୍ ବ୍ରହ୍ମେତି ଯେ ବ୍ରହ୍ମଙ୍କର ଅସ୍ତିତ୍ୱ ନାହିଁ, ଯେ କଥା ଜାଣେ ଅସତ୍, ଅସତ୍ ମାନେ ଅସ୍ତିତ୍ୱକୁ, ଯାହା ଅସ୍ତିତ୍ୱ ନାହିଁ ତାଙ୍କର, ସେ ବ୍ରହ୍ମକୁ ସ୍ୱୀକାର କରେନି ଯେ ବ୍ରହ୍ମ, ଏ ଜଗତଟା ମୁଁ ହେଉଛି ବ୍ରହ୍ମ, ମୋ ଭିତରେ ବ୍ରହ୍ମ ଅଛନ୍ତି, ଏ ଜଗତଟା ବ୍ରହ୍ମଙ୍କର ପରିପ୍ରକାଶ, ଏହି କଥାକୁ ଯିଏ ଜାଣେନି, ଅସତ୍ ବ୍ରହ୍ମେତି ବେଦ ଅବ୍ରହ୍ମେତି, ଯେ ବ୍ରହ୍ମ ଏଠି ନାହିଁ। ଅସନ୍ନେବ ସେ ଭବତି ଅସତ୍ ଏବ ସ ଭବତି, ସେ ନିଜର ଅସ୍ତିତ୍ୱକୁ ମଧ୍ୟ ଜାଣେନି, ସେ ନିଜର ଅସ୍ତିତ୍ୱକୁ ମଧ୍ୟ ଅସ୍ୱୀକାର କରେ। ବ୍ରହ୍ମଙ୍କ ଅସ୍ତିତ୍ୱ ନାହିଁ ମାନେ ନିଜର ଅସ୍ତିତ୍ୱକୁ ସେ ଅସ୍ୱୀକାର କରେ, ନିଜେ ମଧ୍ୟ ଅସତ୍ ହେଇଯାଏ ବା ନିଜର ଅସ୍ତିତ୍ୱ ତାର ନାହିଁ। ଅସ୍ତି ବ୍ରହ୍ମେତି ଚେତ୍ ବେଦ, ଚେତ୍ ଯଦି ଜଣେ ବ୍ରହ୍ମ ଅସ୍ତି, ବ୍ରହ୍ମ ଅଛନ୍ତି, ବା ବ୍ରହ୍ମଙ୍କୁ ଯେଉଁମାନେ ସ୍ୱୀକାର କରନ୍ତି, ଆଉ ଯିଏ ବ୍ରହ୍ମ ଅଛନ୍ତି ବୋଲି ଯିଏ ଜାଣେ, ସନ୍ତମେନଂ ତतो ବିଦୁରିତି, ସେ ପ୍ରକୃତରେ ବିଦୁ, ତତ ସେ ନିଜକୁ ଜାଣେ, ସନ୍ତମ ଏନମ ସେ ଏ ଜଗତକୁ ବି ଜାଣେ ଏବଂ ନିଜକୁ ବି ଜାଣେ, ନିଜକୁ ବି ସ୍ୱୀକାର କରେ, ନିଜର ଅସ୍ତିତ୍ୱକୁ ସେ ପ୍ରାପ୍ତ କରେ। ଯିଏ ପ୍ରକୃତରେ ବ୍ରହ୍ମଙ୍କୁ ଅସ୍ୱୀକାର କରେ, ସେ ଅସତ୍, ତାଙ୍କର ଏକ୍ଜିଷ୍ଟେନ୍ସ ନାହିଁ ବୋଲି ସେ ଦେଖେ, ସେ ନିଜର ଏକ୍ଜିଷ୍ଟେନ୍ସକୁ ମଧ୍ୟ ହରେଇ ବସେ। ଅସନ୍ନେବ ସ ଭବତି ଅସତ୍ ଏବ ସ ଭବତି। ଯିଏ ବ୍ରହ୍ମ ଅଛନ୍ତି ବୋଲି ଯିଏ ଜାଣେ ଏବଂ ବ୍ରହ୍ମଙ୍କୁ ସେ ସ୍ୱୀକାର କରେ, ସତ୍ ବୋଲି ଯିଏ ଜାଣେ, ସେ ସନ୍ତମେନଂ ତतो ବିଦୁରିତ, ସେ ନିଜକୁ ବି ଜାଣେ ଏବଂ ନିଜକୁ ବି ସେ ସ୍ୱୀକାର କରେ। ଏବଂ ଏଇ ଅବସ୍ଥାଟି ସେ କହୁଛନ୍ତି ସେଇଟା ହେଉଛି ଗୋଟେ ଆନନ୍ଦମୟ ଅବସ୍ଥା, ନିଜକୁ ସମ୍ପୂର୍ଣ୍ଣ ଭାବରେ ବ୍ରହ୍ମ ସ୍ଥିତିରେ ପହଞ୍ଚିବା। ବ୍ରହ୍ମଙ୍କୁ ଜାଣିବା ଅର୍ଥ ବ୍ରହ୍ମ ସ୍ଥିତିରେ ଉପନୀତ ହେବା, ବ୍ରହ୍ମଙ୍କ ସହିତ ଏକାତ୍ମ ସ୍ଥାପନ କରିବା। ଜାଣିବାଟା କେବଳ ଇନଫର୍ମେସନ୍ ନୁହେଁ, ଜାଣିବାଟା ଗୋଟେ ହେଇ ଉଠିବା। ତସ୍ୟୈଷ ଏବ ଶରୀର ଆତ୍ମା ୟଃ ପୂର୍ବସ୍ୟ, ଏଷ ଆତ୍ମା, ଶରୀର ଆତ୍ମା, ସେ ପୂର୍ବସ୍ୟ, ଏଷ ଆତ୍ମା ନେଇ ବ୍ରହ୍ମଙ୍କର ଏଇ ଯେଉଁ ଆନନ୍ଦମୟ ଆତ୍ମା, ସେ ହେଉଛନ୍ତି ପୂର୍ବସ୍ୟ ଶରୀର, ପୂର୍ବ ହେଉଛି ବିଜ୍ଞାନମୟ ଶରୀରର, ସେ ହେଉଛନ୍ତି ଆତ୍ମା। ଏବଂ ସେ ବିଜ୍ଞାନମୟ ଶରୀରର ସେ ଆତ୍ମା ରୂପରେ ସେ ଆନନ୍ଦ ସେଠି ରହିଛନ୍ତି, ଯେଇଠି ସମ୍ପୂର୍ଣ୍ଣ ଭାବରେ ସେ ଗୋଟେ ଏକତ୍ୱ ସ୍ଥାପନ କରୁଛନ୍ତି, ଏଇଠି ସତ୍ ରୁତ୍ ବୃହତ୍, ଏଠି ବିଜ୍ଞାନମୟ ସ୍ଥିତି ହିଁ ଗୋଟେ ଐକ୍ୟର ସ୍ଥିତି। ସେ ଐକ୍ୟର ସ୍ଥିତି ବେଳେ ସେ ସର୍ବତ୍ର କେବଳ ସେଇ ଆନନ୍ଦକୁ ହିଁ ଅନୁଭବ କରିବ ଏବଂ
ସେ ନିଜର ସ୍ଥିତିକୁ ମଧ୍ୟ ଅନୁଭବ କରିବ। ଯେ ସିଏ ଯେଉଁ ପ୍ରଥମ କହୁଥିଲେ ଯେ ସେ ହେଉଛନ୍ତି ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍, ସେ ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍, ସେ ପରସ୍ପରଠାରୁ ଭିନ୍ନ ନୁହନ୍ତି, ସେ ଏକ, ଏଇ ଏକତ୍ୱକୁ ସେ ଅନୁଭବ କରିବ। କିନ୍ତୁ ଆନନ୍ଦମୟ ସ୍ଥିତିରେ ସେ ଥିଲାବେଳେ ଶ୍ରୀଅରବିନ୍ଦ ସୁନ୍ଦର ଭାବରେ କହୁଛନ୍ତି ଯେ ଅନ୍ନ ପାଖରେ ମଧ୍ୟ ଆନନ୍ଦ ଅଛି, ପ୍ରାଣ ପାଖରେ ମଧ୍ୟ ଆନନ୍ଦ ଅଛି, ମନ ପାଖରେ ମଧ୍ୟ ଆନନ୍ଦ ଅଛି, ଏବଂ ନିଜେ ମଧ୍ୟ ସେ ପୂର୍ଣ୍ଣ ଆନନ୍ଦ ରୂପରେ ଏଠି ବିଦ୍ୟମାନ। ଏବଂ ଆନନ୍ଦ ଥିବା ଯୋଗୁଁ ହିଁ ଏଠି ସମସ୍ତେ ରହିଛନ୍ତି, ଏକ ହୋଇକି ରହିଛନ୍ତି। ତେଣୁ ଆମେ ଯେଉଁ କାମନାପୂର୍ଣ୍ଣ ଜୀବନ ବଞ୍ଚୁଛେ ସେ ମଧ୍ୟ ଏକ ଆନନ୍ଦମୟର ସ୍ଥିତି ନହେଲେ ମଧ୍ୟ ଗୋଟେ ସେ ଆନନ୍ଦ ଉପରେ ସେ ବିଦ୍ୟମାନ। ସେ ଏକ ସ୍ଥୂଳ ଆନନ୍ଦ ବା ଗୋଟେ ସଂକୀର୍ଣ୍ଣ ଆନନ୍ଦ, ସୀମାବଦ୍ଧ ଆନନ୍ଦ। ତେଣୁ ଆମେ ପୂର୍ଣ୍ଣ ଆନନ୍ଦ ପାଇଁ ସେ ବିଜ୍ଞାନମୟ ସ୍ଥିତି ହିଁ ଗୋଟେ ଭୂମିଟି ପ୍ରସ୍ତୁତ କରୁଛି, ଏବଂ ସେଇଠି ହିଁ ସେ ହିଁ ଆନନ୍ଦମୟ ସ୍ଥିତି ହେଉଛି ତାର ଆତ୍ମା। ସେହି ଜାଗାରେ ପହଞ୍ଚିଲେ ସେ ଅମରତ୍ୱଙ୍କୁ ପ୍ରାପ୍ତ କରିବ। ତେଣୁ ସେ ଏଠି ସେ ଶୈର ମାନେ ଆନନ୍ଦର ଶୈର କହିଲେ ସେ ମଦ ହେଉଛି ତାର ଦୁଇଟା ଡେଣା ହେଉଛି ଗୋଟେ ସେଲ୍ଫ ପ୍ଲିଜାର, ଗୋଟେ କ'ଣ କାମନାଗତ ଆନନ୍ଦ, ଏବଂ ପ୍ରମୋଦ ସେ ମଧ୍ୟ ଗୋଟେ କାମନାଯୁକ୍ତ ବା ଗୋଟେ ଇନ୍ଦ୍ରିୟ ସୁଖ। ଏ ଇନ୍ଦ୍ରିୟ ସୁଖ ଏ ମଧ୍ୟ ଏକ ଆନନ୍ଦର ସ୍ଥିତି। ସେ ଉପରେ ପୁଣି ଆହୁରି ସ୍ପଷ୍ଟ ଭାବରେ କହିବେ ଯେ ଯଦି ସେ ଆନନ୍ଦ ନିଜେ ଯଦି ଅବତରଣ ନ କରିଥାନ୍ତେ, ଏଇଠି ମଣିଷ ନିଜ ଜୀବନକୁ ବଞ୍ଚିବାକୁ ସେ ଇଚ୍ଛା କରନ୍ତା ନାହିଁ, ଏବଂ ସେଠି ତାର ଜୀବନଟା ଦୁର୍ବିଷ ହୋଇ ଉଠନ୍ତା। ତେଣୁ ସାଧାରଣ ଜୀବନ ଭିତରେ ମଧ୍ୟ ସେ ଆନନ୍ଦ ରସ ରୂପରେ, ମଦ ରୂପରେ, ପ୍ରମୋଦ ରୂପରେ ଏଠି ରହିଛନ୍ତି ଏବଂ ଏ ଜଗତକୁ ପରିଚାଳିତ କରୁଛନ୍ତି। ଅଥୋତୋନୁ ପ୍ରଶ୍ନା ଉତ୍ତା ବିଦ୍ୱାନମୁଂ ଲୋକଂ ପ୍ରତ୍ୟ କଶ୍ଚନ ଗଚ୍ଛତି ଆହୋ ବିଦ୍ୱାନମୁଂ ଲୋକଂ ପ୍ରତ୍ୟ କଶ୍ଚିତ୍ ସମୋଷ୍ଣୁତା। ତାପରେ ସେ କହୁଛନ୍ତି ସୁନ୍ଦର ଭାବରେ ଅଥୋତଃ ଅନୁପ୍ରଶ୍ନା। ଏଠି ଗୁରୁ ସେ ଚୂଡ଼ାନ୍ତ ଗୋଟେ କୋର୍ସ ସାରିଦେଲେ ଯେ ସମ୍ପୂର୍ଣ୍ଣ ଯେଉଁ ପାଠ ଥିଲା ଯେ ଅନ୍ନମୟ କୋଷରୁ ସେ ଆନନ୍ଦମୟ କୋଷ ପର୍ଯ୍ୟନ୍ତ ଏଇ ଯେଉଁ ଯାତ୍ରାଟି କେମିତି ମଣିଷ ଅନ୍ନମୟ ପୁରୁଷ କେମିତି ଭାବରେ ସେ ଆନନ୍ଦମୟ ପୁରୁଷରେ ଆତ୍ମା ହେଇକି ରହିଛନ୍ତି, ସେହି ମୂଳ ଆତ୍ମା, ସେଇ କଥା କହିସାରିଲା ପରେ ସେ ଗୁରୁ ଏଠି ପଚାରୁଛନ୍ତି ଆଉ କିଛି ପ୍ରଶ୍ନ ଅଛି? ତୁମର ତ ଏ ପାଠ ସରିଗଲା, ଅଥୋ ଅନୁପ୍ରଶ୍ନାନ୍, ଆଉ କିଛି ଏ ବିଷୟରେ ଆଉ କିଛି ପଚାରିବାର ଅଛି ବା ପ୍ରଶ୍ନ ଅଛି? ତେଣୁ ତୁମେ ମାନେ ପ୍ରଶ୍ନ ପଚାରିପାର। ଆମେ ଯେମିତି କହୁ ଯେ ତୁମ ଭିତରେ ଏ ବିଷୟରେ ଅବୁଝା କ'ଣ ରହିଲା କୁହ। ସେଇଠୁ ଶିଷ୍ୟମାନେ ତାଙ୍କର ଅବୁଝା ପ୍ରଶ୍ନ ପଚାରିବେ ଏବଂ ତାର ଉତ୍ତର ଗୁରୁ ପୁଣି ଭିନ୍ନ ରୂପରେ ତାକୁ ବୁଝେଇକିରି କହିବେ। ନହେଲେ ତାଙ୍କର ଏଠି ପାଠ ସରିଲା ଯେ ଅନ୍ନମୟ କିପରି ସେ ଆନନ୍ଦମୟ କୋଷରେ ପହଞ୍ଚିଲେ। ସେଇଠି ଶିଷ୍ୟମାନେ ସଜାଗ ହୋଇ ଉଠିଲେ ଏବଂ ଉତ୍ତା ସେମାନେ ସଜାଗ ହେଇକିରି ବା ଜାଗ୍ରତ ହେଇକରି ସେ ପ୍ରଶ୍ନ ପଚାରୁଛନ୍ତି। ଜଣେ ଶିଷ୍ୟମାନେ ପଚାରୁଛନ୍ତି ଅବିଦ୍ୟାନ୍ ମୁଂ ଲୋକଂ ପ୍ରତ୍ୟହ କଶ୍ଚନ ଗଚ୍ଛତି। ଯେଉଁମାନେ ଅବିଦ୍ୟାନ୍, ଯେଉଁମାନେ ପରମଙ୍କୁ ଜାଣନ୍ତି ନାହିଁ, ଯିଏ ଅଜ୍ଞ, ସେ ଜୀବନ ଯାକ କେବଳ ସୁଖରେ ଜୀବନ ବଞ୍ଚିଲା, ଇନ୍ଦ୍ରିୟଗତ ଜୀବନ ବଞ୍ଚିଲା, ଜଡ଼ଗତ ଜୀବନ ବଞ୍ଚିଲା, ପ୍ରାଣଗତ ଜୀବନ ବଞ୍ଚିଲା, ସେମାନଙ୍କୁ ଅବିଦ୍ୱାନ
ସେଇ ଲୋକମାନେ ଯେଉଁମାନେ ଯେତେବେଳେ ଲୋକଂ ପ୍ରତ୍ୟ ଯେତେବେଳେ ମରିଯାଆନ୍ତି କଶ୍ଚନ ଗଚ୍ଛତି ସେମାନଙ୍କର ଯାତ୍ରା କେଉଁଠିକୁ ହୁଏ? ସେମାନେ କ'ଣ ସେଇ ପରମ ଲୋକ ପ୍ରାପ୍ତ କରନ୍ତି? ସେମାନେ ତ ନିଜେ ଜାଣନ୍ତି ନାହିଁ ଯେ ସେମାନେ ନିଜେ ପରମ। ସେମାନେ ଯଦି ଅଜ୍ଞାନ ଭିତରେ ଅଛନ୍ତି, ନିଜକୁ ଅସ୍ୱୀକାର କରୁଛନ୍ତି। ସେଥିପାଇଁ ସେ କହିଲେ, ପୂର୍ବ ଶ୍ଲୋକରେ କହିଲେ ଯେ ଭଗବାନଙ୍କୁ ଅସ୍ୱୀକାର କରନ୍ତି ଅର୍ଥ ନିଜକୁ ଅସ୍ୱୀକାର କରନ୍ତି। ଯେ ଆତ୍ମାକୁ ଅସ୍ୱୀକାର କରେ ସେ ନିଜକୁ ଅସ୍ୱୀକାର କରେ। ତେଣୁ ସେମାନେ ତ ଅଜ୍ଞାନମ୍ ଉତ୍ତା ଅବିଦ୍ୱାନ ମୁଂ ଲୋକଂ ପ୍ରତ୍ୟ। ସେଇ ଅବିଦ୍ୱାନ ଯେତେବେଳେ ମରିଯାଏ ବା ମୃତ୍ୟୁ ସେଥିରେ ଜଗତରୁ ପ୍ରତ୍ୟାବର୍ତ୍ତନ କରେ, ସେ କ'ଣ ସେଇ ପରମ ଲୋକକୁ ଯାତ୍ରା କରେ ନା କ'ଣ ହୁଏ? ପୁଣି ଓହୋ ବିଦ୍ୱାନ ମୁଂ ଲୋକଂ ପ୍ରତ୍ୟ କଶ୍ଚନ ସମଶ୍ନୁତା। ଯେତେବେଳେ ଜ୍ଞାନୀ ଯିଏ ପରମଙ୍କୁ ଜାଣେ ଆତ୍ମସ୍ଥିତିରେ ପହଞ୍ଚେ, ସେଇ ବିଦ୍ୱାନ ଲୋକ ପ୍ରତ୍ୟ ସେ ଯେତେବେଳେ ମରିଯାଏ ବା ସେ ଶରୀରକୁ ଛାଡ଼ିଦିଏ, ଜ୍ଞାନୀ ଲୋକ ସେତେବେଳେ କଶ୍ଚତ୍ ସମଶ୍ନୁତା ଇତି ସେ କ'ଣ ସେଇ ପରମଙ୍କୁ ସେ ଲୋକଂ ପ୍ରତ୍ୟ ସେ ଲୋକଂ ସମଶ୍ନୁତା ଇତି ସେଇ ପରମ ଲୋକକୁ ପ୍ରାପ୍ତ କରେ ନା ତାଙ୍କର କ'ଣ ହୁଏ? ଏ ଦୁଇଟା, ଗୋଟେ ବିଦ୍ୟାର ଜୀବନ ବଞ୍ଚୁଥିବା ଲୋକ ଆଉ ଗୋଟେ ଅବିଦ୍ୟାର ଜୀବନ ବଞ୍ଚୁଥିବା ଲୋକ, ଗୋଟେ ଜ୍ଞାନଗତ ଜୀବନ ବଞ୍ଚୁଥିବା ଲୋକ ଆଉ ଗୋଟେ ଅଜ୍ଞାନପୂର୍ଣ୍ଣ ଜୀବନ ବଞ୍ଚୁଥିବା ଲୋକ, ଏ ଦୁଇଟା ତ ବିପରୀତ। ତେଣୁ ଏ ଦୁଇ ଜଣ ଯେତେବେଳେ ମରିଯାଆନ୍ତି ତାଙ୍କର ସେଇ ଗୋଟିଏ ଆଡ଼କୁ ଯାତ୍ରା କି? ଏହି ପ୍ରଶ୍ନଟି ପଚାରିଛନ୍ତି। କାରଣ ସେ ମୂଳରୁ ସେ କହିଗଲେ ଯେ এই ଜଗତଟା ହେଉଛି ବିଦ୍ୟାର ଜଗତ, ସେ ପରମ ହେଉଛନ୍ତି ବିଦ୍ୟାର ଜଗତ, ଆଉ ଏ ଜଗତଟା ହେଉଛି ଅବିଦ୍ୟାର ଜଗତ। ତେଣୁ ଜଡ଼ ସ୍ତରରେ ଜୀବନ ବଞ୍ଚୁଥିବା, ପ୍ରାଣମୟ ସ୍ତରରେ ମନମୟ ସ୍ତର ପର୍ଯ୍ୟନ୍ତ ଜୀବନ ବଞ୍ଚୁଥିବା ଲୋକ ସେ ଅବିଦ୍ୟାର ଥାଏ। କିନ୍ତୁ ବିଜ୍ଞାନମୟ ସ୍ତରରେ ଯେତେବେଳେ ପହଞ୍ଚେ, ସେ ପରମଙ୍କୁ ଜାଣେ, ସେ ବିଦ୍ୱାନ, ଆଉ ସେ ଯେତେବେଳେ ମରିଯାଏ, ସେ ଦୁଇ ଜଣଙ୍କର କ'ଣ ଏକା ଆଡ଼କୁ ଯାତ୍ରା ହୁଏ ନା ଏମାନଙ୍କର କ'ଣ ତାଙ୍କର କ'ଣ? ଏଇ ବିଷୟରେ ଗୋଟେ ପ୍ରଶ୍ନଟେ ସେ ପଚାରିଛନ୍ତି ଯେ ଆତ୍ମବିକାଶର ହେଲେ ତାଙ୍କର କ'ଣ ହୁଏ? ଏଇ ଯେଉଁ ଗୋଟେ ଦ୍ୱନ୍ଦାତ୍ମକ ପ୍ରଶ୍ନ, ଏ ପ୍ରଶ୍ନର ଉତ୍ତର ସେ ଗୁରୁ ପରବର୍ତ୍ତୀ ସମୟରେ ଦେବେ ଏବଂ ଅତି ଚମତ୍କାର ଢଙ୍ଗରେ ଦେବେ। ସେ ପୁଣି ସେ ସୃଷ୍ଟି ତତ୍ତ୍ୱକୁ ପୁଣି ସେ ଆଲୋଚନା କରିବେ ଏବଂ କାଲି ସେ ଗୋଟିଏ ଶ୍ଳୋକ ଆମେ ସେ ବିଷୟରେ ପଢ଼ିଦେବା। ଶୋକାମୟତଃ ବହୁଶ୍ୟାଂ ପ୍ରଜାୟେତି ସ ତପଃ ତପ୍ୟତଃ ସ ତପସ୍ତପ୍ତ୍ୱା ଇଦଂ ସର୍ବଂ ସୃଜତ ಯದೀದಂ ಕಿಂಚ ತತ್ ಸೃಷ್ಟ್ವಾ ತದೇವಾನು ಪ್ರವಿಶತ್ ತದನು ಪ್ರವಿಶ್ಯ ತತ್ಸತ್ಯ ಅಸತ್ಯಚ್ಚಾಭವತ್ ನಿರುಕ್ತಂ ಚ ನಿರುಕ್ತಂ ಚ ನಿಳಯಂ ನಂ ಚ ನಿಳಯಂ ಚ ವಿಜ್ಞಾನಂ ಚ ಅವಿಜ್ಞಾನಂ ಚ ಸತ್ಯಂ ಚ ಅನೃತಂ ಚ ಸತ್ಯಂ ಭವತ್ ಯದಿದಂ ಕಿಂಚ ತತ್ ସତ୍ୟମିତ୍ୟଚକ୍ଷତେ ତଦପି ଶ୍ଲୋକೋ ଭବତି। ଏଇ ଯେଉଁ ପ୍ରଶ୍ନ କଲେ ଯେ ଯେଉଁମାନେ ଶିଷ୍ୟମାନେ ପ୍ରଶ୍ନ କରୁଛନ୍ତି ଗୁରୁଙ୍କୁ ଯେ ଯେଉଁମାନେ ତାଙ୍କୁ ଅବିଦ୍ୱାନ ହେଇକି ରହିଲେ, ଅଜ୍ଞାନ ହେଇକି ରହିଲେ, ସେମାନେ ମରିଗଲା ପରେ ତାଙ୍କର ସେଇ ପରମ ଲୋକକୁ ସେ ପ୍ରାପ୍ତ କରନ୍ତି କି? ଆଉ ଯେଉଁମାନେ ବିଦ୍ୱାନ ବା ଜ୍ଞାନୀ ସେମାନେ ଯଦି ମରିଯାଆନ୍ତି ସେମାନେ କ'ଣ ସେ ପରମ ଲୋକକୁ ପ୍ରାପ୍ତ କରନ୍ତି କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୁରୁ ପୁଣି ସୁନ୍ଦର ଭାବରେ ସେ କହୁଛନ୍ତି ସେ ପରମ ଲୋକ କ'ଣ, ସେ ପରମ କିଏ ଏବଂ ତାଙ୍କ ସହିତ ତାଙ୍କର ମିଳନ କେମିତି ହେବ, ସେହି ସମ୍ପର୍କରେ
से प्रश्न रखुंट जे सो कामयत सो मान सी परम से कामयत से कामना कले से इच्छा कले बहुश्यां प्रजाए इति से बहुश्यां ने निजे के बहुरे रूपांतरित हेबे एवं से निज प्रजाए इति से बहु रूप निजको अभिव्यक्त करिवे तेणु से इच्छा कले मु अनेक हेबी प्रजाए इति अनेक सृष्टि बहु सृष्टि रूपांतरित हेबी सो तप तप्यतः से निजे तप करने को लगिले एवं से तप करी सतपस्तप्त्वा तांकर से तप द्वारा से इदं सर्वं सुजतं इदं किंचित इदं एही लोक सर्वं सबु लोक सुजतम से सबु लोक को से सृष्टि कले एठीरा जहाँ किछि अछि एवं सबु किछि सर्वलोकम इदं सर्वं समस्त लोक असृजत अर्थात सृजन कले तत्सृष्ट्वा तदेवानु प्रविशत ये सबू को सृष्टि करी सारी तत्देवानुप्रविशत एव तत्एव अनुप्रविशत से ता भीतर को निजे स्वरूपरे से परम रूपरे से तांकर निजस्व रूपरे मध्य प्रवेश कले निजे से सृष्ट कले सब किछि निजे विभिन्न रूपरे से प्रकाशित कले निजको तांको तपशक्ति द्वारा तप हूँ एनर्जी तप को आम एनर्जी बोली भी कहि परिबा ताका विभिन्न एनर्जी रे से निजको एनर्जी रूप रूपांतरित कले ताको आम चिन्मय शक्ति बोली कहि परिबा सचित शक्ति बोली कहि परिबा से चित शक्तिटा तप से बहु रूपरे टी प्रकाशित हैला एवं सही चित शक्ति ही ताको आमे विज्ञान भाषा रे विभिन्न शक्ति रूपरे जे प्रथम सूर्य चिजा चारोटी शक्ति रूपरे जे किमि विभाजित होइतिले जे किमिति इलेक्ट्रोमैग्नेटिक फोर्स न्यूक्लियर फोर्स स्ट्रॉन्ग न्यूक्लियर फोर्स वीक न्यूक्लियर फोर्स एवं ताको आद्य कौन ना ग्रेविटेशनल फोर्स इमिति बहु शक्ति रूपांतरित हेले एवं से शक्ति द्वारा निजको एटी बहु रूप से प्रकाशित हेले एवं प्रकाशित हेई तत्सृष्ट्वा ताको सृष्टि करी तत्एवानुप्रविशत से निजे स्वरूप मध्य तांकर से अमृतमय रूप मध्य से ता भीतर प्रवेश कले तत् अनुप्रविश्य से जेते बेले ता भीतर को अनुप्रवेश कले सेते बेले सबु बेले दीटा कथा सृष्टि हैला जेमिति सुंदर भाव में बेगी बेगर तत्व कहते गोटे एटम आ गोटे एंटी एटम उभय सृष्टि हेले एवं उभय मिलन रे गोटे भेनिस हो जाउथला सिमिति से कहते जिते से निजे प्रवेश करुचंती से एटम भितर भी सत भितर प्रवेश करिसंती असत भितर प्रवेश करिसंती से दीटा प्रविश्य सत असत्य असत्य असत भवत से निजे सत भी हेले निजे असत भी हेले सत तार अतीत असत ए कथा को अभवत से हेले निरुक्तं चा अनिरुक्तं से प्योर एक्जिस्टेंस तांकर निरुक्त से शुद्ध एवं आउ च अनिरुक्तम से अशुद्ध अपरिच्छिन्न यही रूपरे मध्य हेले निलयं चा अनिलयं च से गोटे गृहवासी गोटे स्थूल हेले गृहम आ गोटे अनिलम से सूक्ष्म मध्य हेले से विज्ञानम च अविज्ञानं च एटी विज्ञानर अर्थ से स्थूल ज्ञान हेले अविज्ञानम
ସେ ସୂକ୍ଷ୍ମ ଜ୍ଞାନ ମଧ୍ୟ ହେଲେ। ସତ୍ୟଂ ଚ ଅନୁରୁତମ ଚ, ସେ ସତ୍ୟ ହେଲେ। ଅରୁତମ, ଅନୁରୁତମ ଅର୍ଥ ରୁତମ, ତାର ବିପରୀତ ହେଉଛି ଅରୁତମ। ସେ ନିଜେ ସତ୍ୟ ରୂପରେ ଏଠି ପ୍ରକାଶିତ ହେଲେ, ଅସତ୍ୟ ରୂପରେ ଅଜ୍ଞାନତା ରୂପରେ ଏଠି ଜ୍ଞାନ ରୂପରେ ପ୍ରକାଶିତ ହେଲେ, ଏଠି ଅଜ୍ଞାନ ରୂପରେ ମଧ୍ୟ ପ୍ରକାଶିତ ହେଲେ। ସତ୍ୟମ୍ ଭବତ୍ ଅଭବତ୍, ସେ ନିଜେ ପରମ, ସେ ସତ୍ୟ ହେଇକିରି, ସେ ଅବ୍ୟକ୍ତ ସତ୍ୟ ହେଇକି ରହିଲେ। ସେ ଗୋଟେ ବ୍ୟକ୍ତ ସତ୍ୟ ହେଲେ ଆଉ ଅବ୍ୟକ୍ତ ସତ୍ୟ ହେଲେ। ସେ ଯଦି ସେ ନିଜେ କିନ୍ତୁ ପରମ ସତ୍ ରୂପରେ ଏଠି ରହିଲେ। ସେ ସତ୍ୟ ମିଥ୍ୟା, ସ୍ଥୂଳ ସୂକ୍ଷ୍ମ, ସେ ଶୁଦ୍ଧ ଅଶୁଦ୍ଧ ଆଉ ଏକ୍ଜିଷ୍ଟେନ୍ସ ନନ୍ ଏକ୍ଜିଷ୍ଟେନ୍ସ, ଏସବୁ ରୂପରେ ସେ ପ୍ରକାଶିତ ହେଲେ। ଏବଂ ଯଦିଦଂ କିଞ୍ଚି, ଯାହା କିଛି ଆମେ ଦେଖୁଛେ ଏ ସବୁ ରୂପରେ ସେ ନିଜେ ପ୍ରକାଶିତ ହେଲେ। ତତ୍ ସତ୍ୟମିତ୍ୟାଚକ୍ଷତେ, ତେଣୁ ତାଙ୍କୁ, ସେଇ ପରମଙ୍କୁ ସତ୍ୟମ ଇତ୍ୟାଚକ୍ଷତେ, ତାଙ୍କୁ ସତ୍ୟମ ବୋଲି କୁହାଗଲା, ତାଙ୍କର ସତ୍ୟ ସତ୍ତା ବୋଲି କୁହାଗଲା। ଚକ୍ଷତେ ଚ ଅକ୍ଷତେ କୁହାଯାଏ। ତତ୍ ସତ୍ୟମିତ୍ୟାଚକ୍ଷତେ ତଦେପେଷ ଶ୍ଲୋକୋ ଭବତି। ତେଣୁ ଏଇ ଯେଉଁ ଶ୍ଲୋକ, ଏହାର ଅର୍ଥ ହେଉଛି ଏଇ ଶ୍ଲୋକର ଏଇ କଥାକୁ ଆମେ ଏଇ ଶ୍ଲୋକ ମାଧ୍ୟମରେ ଆମେ ଜାଣିବା। ଅପ୍ୟେଷ, ଏଇ ଶ୍ଲୋକକୁ ଆମେ ଜାଣିବା। ତେଣୁ ବର୍ତ୍ତମାନ ଆମେ ଏଇ ଦୁଇଟା ପ୍ରଶ୍ନ, ଯେ ଆନନ୍ଦମୟ କୋଷ ହେଲା ପରେ ଯେଉଁ ଗୁରୁଙ୍କର ପ୍ରଶ୍ନ, ଅନୁପ୍ରଶ୍ନାନ, ଶିଷ୍ୟଙ୍କର ଯେ ଆଉ ତୁମର କିଛି ପଚାରିବାର ଅଛି, ସେ ଦୁଇଟା ପ୍ରଶ୍ନ ପଚାରିଛନ୍ତି। ଯେ ଯିଏ ଭଗବାନଙ୍କୁ ଜାଣିଲା, ଯେ ଜ୍ଞାନମୟ ସ୍ଥିତିରେ ରହିଲା, ସେ ମରିଗଲା ପରେ ସେ କ'ଣ ସେଇ ଲୋକ ପ୍ରାପ୍ତ ହୁଏ, ସେଇ ପରମ ଲୋକ? ଆଉ ଯେ ଜ୍ଞାନ ପ୍ରାପ୍ତ କଲା, ପରମଙ୍କୁ ଜାଣିଲା, ଏବଂ ସେ ତାଙ୍କୁ ପ୍ରାପ୍ତ କରିବ। ସେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୁରୁ ଏଠି ପରମ କିପରି ନିଜେ ସତ୍ ଅସତ୍, ଜ୍ଞାନମ ଅଜ୍ଞାନମ ଆଉ ସ୍ଥୂଳ ସୂକ୍ଷ୍ମ ଏସବୁ ରୂପରେ ନିଜେ ସ୍ୱରୂପରେ ପ୍ରକାଶ ହେଇକିରି ନିଜେ କେମିତି ପ୍ରକାଶ ହେଲେ, ଏବଂ ତାଙ୍କର ପ୍ରକାଶମୟ ଜଗତ ଭିତରେ ସେ ନିଜେ ମଧ୍ୟ ପ୍ରବିଶାତ ସ୍ୱରୂପରେ ପ୍ରବେଶ କଲେ। ଏବଂ ତାପରେ ଏ ଜଗତର କେମିତି ଦୁଇଟା ସୃଷ୍ଟି ହେଲେ, ସ୍ଥୂଳ ସୂକ୍ଷ୍ମ ଆଉ ସତ୍ୟ ଅସତ୍ୟ, ଜ୍ଞାନ ଅଜ୍ଞାନ, ଏସବୁ ଶ୍ଲୋକ ଉପରେ ପ୍ରକାଶ ହେଇ ଏଠି ନିଜେ ପ୍ରକାଶିତ ହେଇଛନ୍ତି ତାଙ୍କର ବିଭିନ୍ନ ରୂପରେ। ଏହି କଥାକୁ ନେଇ ଆମେ ଆଲୋଚନା ରଖିବା। ଏଇଟା ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଅତି ସାରଗର୍ଭକ ଏବଂ ଗମ୍ଭୀର ବିଷୟଟି। ଏହାକୁ ନେଇ ରବି ଭାଇ ଆପଣ ଆଲୋଚନା ଆରମ୍ଭ କରନ୍ତୁ। ସମସ୍ତଙ୍କୁ ନମସ୍କାର, ଶୁଭ ସକାଳ।